Hello student, welcome back to my Tanushree tutorial. +3 second semester MDC philosophy ର 5 mark question answer discussion କରିବା ବେଦ ଓ ବୈଦିକ ସାହିତ୍ୟ ଇତିହାସ। Question number 1, ବେଦ ଶବ୍ଦର ଅର୍ଥ ଓ ତାହାର ଗୁରୁତ୍ୱ। ବେଦ ଶବ୍ଦ ବିଦ୍ ଧାତୁରୁ ଉତ୍ପନ୍ନ, ଅର୍ଥ ହେଉଛି ଜ୍ଞାନ। ବେଦ ହିନ୍ଦୁ ଧର୍ମର ମୂଳ ଗ୍ରନ୍ଥ ଓ ଭାରତୀୟ ଦାର୍ଶନିକ ଚିନ୍ତନର ଆଧାର। ବେଦ ଅପୌରୁଷେୟ ଭାବରେ ଗ୍ରହଣ କରାଯାଏ, ଯାହା ଋଷିମାନେ ଦିବ୍ୟ ଦୃଷ୍ଟି ଦ୍ୱାରା ପ୍ରାପ୍ତ କରିଥିଲେ। ବେଦ ମାନବ ଜୀବନର 4 ପୁରୁଷାର୍ଥ ଧର୍ମ, ଅର୍ଥ, କାମ, ମୋକ୍ଷକୁ ନିୟମିତ କରି ଏହି ଗ୍ରନ୍ଥ ମାନବ ଜୀବନର ନୀତି, ଆଦର୍ଶ ଓ ଆଧ୍ୟାତ୍ମିକ ଉନ୍ନତି ପାଇଁ ମାର୍ଗଦର୍ଶନ ଦିଏ। Question number 2, ବେଦର ପ୍ରକାର ଓ ବିଶେଷତା। ବେଦ ହେଉଛି 4 ପ୍ରକାର। ଋଗ୍ବେଦ ଦେବତାମାନଙ୍କ ସ୍ତୁତି ମନ୍ତ୍ରର ସଂଗ୍ରହ। ଯଜୁର୍ବେଦ ଯଜ୍ଞ ବିଧି ଓ କର୍ମକାଣ୍ଡ ଉପରେ ଆଧାରିତ। ସାମବେଦ ସଙ୍ଗୀତ ମାଧ୍ୟମରେ ଉପାସନା ଓ ମନ୍ତ୍ରଗାନ। ଅଥର୍ବବେଦ ଗୃହସ୍ଥ ଜୀବନ, ଚିକିତ୍ସା, ମାନ୍ତ୍ରିକ ବିଧି ଓ ରାଜନୈତିକ ଚିନ୍ତନ। ପ୍ରତ୍ୟେକ ବେଦ ନିଜସ୍ୱ ଶାଖା, ବ୍ରାହ୍ମଣ, ଆରଣ୍ୟକ ଓ ଉପନିଷଦ ସହିତ ଏକ ଗଭୀର ଜ୍ଞାନ ରୂପ ଗଠନ କରେ। Question number 3, ବୈଦିକ ସାହିତ୍ୟର ଭାଗ ବିଷୟରେ ଆଲୋଚନା କର। ବୈଦିକ ସାହିତ୍ୟର ମୁଖ୍ୟ ଭାଗ ହେଉଛି ସଂହିତା, ବେଦ ମନ୍ତ୍ର ଓ ସ୍ତୋତ୍ରର ସଂଗ୍ରହ। ବ୍ରାହ୍ମଣ୍ୟ, ଯଜ୍ଞ ବିଧି, ଦେବତା ବିଶେଷ ଓ ଅନୁଷ୍ଠାନ ବିଷୟରେ ବ୍ୟାଖ୍ୟା। ଆରଣ୍ୟକ ଅରଣ୍ୟ ଅଞ୍ଚଳରେ ଧ୍ୟାନ, ତପସ୍ୟା ଓ ଦାର୍ଶନିକ ଚିନ୍ତନ। ଉପନିଷଦ ଆତ୍ମା, ବ୍ରହ୍ମ, ମୋକ୍ଷ ଓ ଅଦ୍ୱୈତ ତତ୍ତ୍ୱ ବିଷୟରେ ଗଭୀର ଚିନ୍ତନ। ଏହି 4 ଭାଗ ବେଦକୁ ଧାର୍ମିକ, ଦାର୍ଶନିକ ଓ ବ୍ୟବହାରିକ ଦୃଷ୍ଟିରୁ ସମୃଦ୍ଧ କରେ। Question number 4, ବ୍ରାହ୍ମଣ ଗ୍ରନ୍ଥର ଗଠନ ଓ ଗୁରୁତ୍ୱ। ବ୍ରାହ୍ମଣ ଗ୍ରନ୍ଥ ବେଦର ଗଦ୍ୟ ଭାଗ ଅଟେ, ଯାହା ଯଜ୍ଞ ବିଧି, ଦେବତା ବିଶେଷ ଓ ଧାର୍ମିକ ଅନୁଷ୍ଠାନ ବିଷୟରେ ବ୍ୟାଖ୍ୟା ଦିଏ। ଏହି ଗ୍ରନ୍ଥ ବୈଦିକ ଧର୍ମର ବ୍ୟବସ୍ଥାପନା ଓ ଅନୁଷ୍ଠାନ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯଥା ଐତରେୟ ବ୍ରାହ୍ମଣ, ଶତପଥ ବ୍ରାହ୍ମଣ, ଇତରୀୟ ବ୍ରାହ୍ମଣ ଇତ୍ୟାଦି। Question number 5, ଅରଣ୍ୟ ଓ ଉପନିଷଦର ତୁଳନା। ଆରଣ୍ୟକ ଗ୍ରନ୍ଥ ଅରଣ୍ୟ ଅଞ୍ଚଳରେ ଅନୁଷ୍ଠିତ ଧ୍ୟାନ ଓ ଦାର୍ଶନିକ ଚିନ୍ତନ ଉପରେ ଆଧାରିତ। ଉପନିଷଦର ବେଦର ଶେଷ ଭାଗ ଅଟେ, ଯାହା ଆତ୍ମା, ବ୍ରହ୍ମ, ମୋକ୍ଷ ବିଷୟରେ ଗଭୀର ଚିନ୍ତନ ପ୍ରଦାନ କରି ଉପନିଷଦ ଦାର୍ଶନିକ ମୂଲ୍ୟରେ ଅଧିକ ଗୁରୁତ୍ୱପୂର୍ଣ୍ଣ ଓ ଭାରତୀୟ ଦାର୍ଶନିକ ପରମ୍ପରାର ମୂଳ ଅଂଶ।